Hey, hi everyone, welcome back to my new mini blog. Guys, आज दिन ଆପଣ ମାନେ କେମିତି ଯାଇଛି? ବହୁତ ଭଲ ଦିନ ଯାଇଥିବ ତ? ହଁ ଦୋସ୍ତ ବୋଲେ ଯେ ବହୁତ ବଢ଼ିଆ ଦିନ ଯାଇଥିବ और बोलो जय जगन्नाथ राधे राधे दोस्तों। ଗାଇସ୍ ଆଜି ଆପଣମାନଙ୍କୁ ଚାଲ ଆମ ଏରିଆର ଆମ ସ୍କୁଲ ଏରିଆ ଆଉ ଯାହା ସବୁ ସ୍ମୃତି ଅଛି ଆପଣମାନଙ୍କୁ ଦେଖେଇବି। ଠିକ୍ है चलो लेट्स गो। ହଉ ଗାଇସ୍ ଆମ ଲାଇଫ୍ର ନା ଜଣେ ଟ୍ରୁ ଫ୍ରେଣ୍ଡ ନିହାତି ଥିବା ଦରକାର, ଯାହାକି ସକ୍ସେସ୍ ଫେଲୁଅର୍ ଏସବୁରେ ଯାହାକି ସେ ସାଥ ଦେବ, ଯାହାକି ଲାଇଫ୍ର ଜଣେ ଟ୍ରୁ ଫ୍ରେଣ୍ଡ ନିହାତି ଥିବା ଦରକାର, ଯାହାକି ଲାଇଫ୍ର ସବୁ ଜିନିଷ ସେ ଯେଉଁ ଫେଲୁଅର୍ ସକ୍ସେସ୍ ହେଇଛି ସେଇଟା ମାନେ ଦେଖିବା ପାଇଁ। ପରିବାର ତ ଦେଖିବେ, ଫ୍ୟାମିଲି ତ ଦେଖିବେ, କିନ୍ତୁ ଜଣେ ଟ୍ରୁ ଫ୍ରେଣ୍ଡ ଯାହାକି ଥିବ, ଯାହାକି ଲାଇଫ୍ର ଯେଉଁ ଜିରୋ ଟୁ ହିରୋ ହେବା ପର୍ଯ୍ୟନ୍ତ ଯାହାକି ସିଏ ବର୍ଣ୍ଣନା କରିପାରିବ। ଆଉ ଗାଇସ୍ ଇଏ ଦେଖିପାରୁଥିବେ, ଏଇଟା ଥିଲା ଆମର ଟ୍ୟୁସନ୍ ଏରିଆ। ଆଉ ଚାଲ ଆଗକୁ ବର୍ତ୍ତମାନ ଗାଇସ୍ ଦେଖିପାରୁଥିବେ ଏ ପୋଖରୀ ଯାହାକି ଆମର ବହୁତ ସ୍ମୃତି ଥିଲା ଏ ପୋଖରୀ ପାଖରେ। ଆଉ ଏ ଯେଉଁ ସପ୍ତମ ଶ୍ରେଣୀର ଦେଖିପାରୁଥିବେ, ଏ ରୁମ୍ଟା ସପ୍ତମ ଶ୍ରେଣୀ ଆମ କ୍ଲାସ୍ ଥିଲା। ଆଉ ଦେଖିପାରୁଥିବେ ଇଏ ହେଉଛି ରାମଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଦାମୋଦରପୁର, ଯାହାକି ଆମେ ଅଷ୍ଟମ ନବମ ଦଶମ 3 ବର୍ଷ ପାଠ ପଢ଼ିଥିଲେ। ଆଉ ଇଏ ପ୍ରାଇମେରୀ ସ୍କୁଲ ମଧ୍ୟ ଆମ ସ୍କୁଲ ଏରିଆ ଭିତରେ ଥିଲା। ଦେଖିପାରୁଥିବେ ବର୍ତ୍ତମାନ ହେଉଛି ପୁଲ ଯାହାକି ମୁଁ ଦେଖିବା ଭିତରେ ଇଏ ହେଉଛି 10 ବର୍ଷ ଭିତରେ ଇଏ ହେଉଛି ପୁଲଟା ହେଇଥିଲା। ଆଉ ଦେଖିପାରୁଥିବେ ରାସ୍ତାଟା ବର୍ତ୍ତମାନ ରିସେଣ୍ଟଲି ହେଇଛି ସାୟଦ, କିନ୍ତୁ 10 ବର୍ଷ ଭିତରେ ଏ ଯେଉଁ କାଦୁଅ ପାଣି ବହୁତ ଆମେ ବି ବହୁତ ଫେସ୍ କରିଛୁ। ଆଉ ବର୍ତ୍ତମାନ ସୁଦ୍ଧା ବି ଏଇଟା ପୁରା ହେଇସାରି ନାହିଁ। ତ ଦୟାକରି ଯଦି ଆମ ଏରିଆର ଲୋକ ଯଦି କେହି ମୋ ବ୍ଲଗ୍ରେ ଦେଖିପାରୁଥିବେ, ଇଏ ଜଲ୍ଦି କରିଦେଲେ ଭଲ ହୁଅନ୍ତା, ଯାହାକି ଆମ ଛାତ୍ରମାନଙ୍କର ଭବିଷ୍ୟତ ଆଉ ଆଜିର ଛାତ୍ର କାଲିର ଭବିଷ୍ୟତ ଏଇଟା ତ ଲେଖା ହେଇଛି ସମ୍ବିଧାନରେ। ଆଉ ଗାଇସ୍ ଦେଖିପାରୁଥିବେ ବର୍ତ୍ତମାନ ହେଉଛି ଆମେ ଆମ ସେଇ ଯେଉଁ ସ୍କୁଲ ଏରିଆଠୁ ଆରମ୍ଭ କରିକି ପଳେଇ ଆସିଛୁ ଆମ ଗାଁ ଏରିଆକୁ। ଆଉ ଇଏ ହେଉଛି ଆମ ମନ୍ଦିର, ଯିଏକି ଆମେ ଡେଲି ଦର୍ଶନ କରିକି ଯାଉଥିଲେ। ଠିକ୍ है। ଆଉ ଗାଇସ୍ ଆଜିର ମିନି ବ୍ଲଗ୍ କେମିତି ଲାଗିଲା? ଭଲ ଲାଗିଥିବ ଯଦି ନିହାତି ଲାଇକ୍ କମେଣ୍ଟ ସେୟାର କରିଦେବେ। ଠିକ୍ है। ଆଉ ଆଜି ପାଇଁ ଏତିକି। और बोला जय जगन्नाथ दोस्तों।